खनि शिल्प ପାଇଁ ଖୁସିର ଖବର 29ଟି ଖଣି ଚାଲୁ ପାଇଁ ନିର୍ଦ୍ଦେଶ ପରେ ପୁଣି 8ଟି ଖଣି ଉପରେ ଆଲୋଚନା ପାଇଁ ଆସନ୍ତାକାଲି ବସୁଛି ଇଣ୍ଟର ଡିପାର୍ଟମେଣ୍ଟାଲ କମିଟି। ଏହାର ସୁପାରିଶ ଆଧାରରେ ବନ୍ଦ ଥିବା ଖଣି ପୁଣି କାର୍ଯ୍ୟକ୍ଷମ ହେବ। ଅପରପକ୍ଷରେ 29 ଖଣିରୁ ଏବେ ସୁଦ୍ଧା 20 ଖଣି ମାଲିକ ଅତିରିକ୍ତ ଲିଜ୍ ଡିଡ୍ କରିଛନ୍ତି। 29 ଖଣି ପରେ ପଡ଼ିବ କାହା ପାଳି? ସଂଶୋଧିତ MMDR ଆକ୍ଟ ଅନୁସାରେ ରାଜ୍ୟର ବନ୍ଦ ଖଣି ଖୋଲିବାକୁ ଜୋରଦାର ହୋଇଛି ପ୍ରୟାସ। 29ଟି ବନ୍ଦ ଖଣି ଖୋଲିବାକୁ ସରକାରୀ ନିର୍ଦ୍ଦେଶନାମା ପରେ ଆସନ୍ତାକାଲି ଆଉ କିଛି ଖଣିର ଭାଗ୍ୟ ନେଇ ଆଲୋଚନା କରିବ ଇଣ୍ଟର ଡିପାର୍ଟମେଣ୍ଟାଲ କମିଟି। ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ 8ଟି ଖଣି ଖୋଲିବା ନେଇ ସରକାରଙ୍କୁ ସୁପାରିଶ କରିପାରେ କମିଟି। ଏ ହେଉଛି ସେହି ଖଣିଗୁଡ଼ିକର ତାଲିକା। ଏଥିରେ ଅଛି ଯୋଡ଼ା ସର୍କଲର ଆର୍ବି ଦାସ ଆଇରନ୍ ଓ ମାଙ୍ଗାନିଜ୍ ଖଣି, ତାରିଣୀ ପ୍ରସାଦ ମହାନ୍ତି ଆଇରନ୍ ଓ ମାଙ୍ଗାନିଜ୍, ତାରିଣୀ ମିନେରାଲର ଆଇରନ୍ ଓର୍, ମାଲାରାୟ ଆଣ୍ଡ ଅଦର୍ସର ଆଇରନ୍ ଓ ମାଙ୍ଗାନିଜ୍, ଯାଜପୁର ସର୍କଲର BC ମହାନ୍ତି ଆଣ୍ଡ ସନ୍ସ କ୍ରୋମାଇଟ୍ ଖଣି, ଯାଜପୁର ସର୍କଲର ଟାଟା ଷ୍ଟିଲର କ୍ରୋମାଇଟ୍ ଖଣି, କୋଇଡ଼ା ସର୍କଲର ଗୀତାରାଣୀ ମହାନ୍ତି ଆଇରନ୍ ଓର୍ ଓ ପୁଟଲିପାଣିରେ ଥିବା ଗନ୍ଧମାର୍ଦ୍ଦନ ସ୍ପଞ୍ଜ ଆଇରନ୍ ଓର୍। ଆମେ ଆସନ୍ତାକାଲି ଆମର ଯେଉଁ ଡିପାର୍ଟମେଣ୍ଟାଲ କମିଟି ସେ ଆଉ 8ଟି ଖଣିର ତାଙ୍କର ମିଟିଂ ନେବେ। ମିଟିଂରେ ଯେଉଁମାନେ ସବୁ ପେପର ସବୁ ଥିବ ଆଇନଗତ ଠିକ୍ ଥିବ ତାଙ୍କୁ ସେମାନେ ସୁପାରିଶ କଲେ ଗଭର୍ଣ୍ଣମେଣ୍ଟ ତାପରେ ଗଭର୍ଣ୍ଣମେଣ୍ଟ ତାର ଡିସିସନ୍ ନେବ। ଏପଟେ ବିଭାଗ ପାଇଁ ଚିନ୍ତାର କାରଣ ହେଉଛି ଖଣି ରାଜସ୍ୱ। ଏପ୍ରିଲରୁ ଜୁନ୍ ପର୍ଯ୍ୟନ୍ତ 3 ମାସ ପାଇଁ ଧାର୍ଯ୍ୟ ଲକ୍ଷ୍ୟରୁ ବହୁ ପଛରେ ପଡ଼ିଛି ରାଜସ୍ୱ ଆଦାୟ। 3 ମାସର ଟାର୍ଗେଟ ଥିଲା 1650 କୋଟି, କିନ୍ତୁ ଆଦାୟ ହୋଇଛି 1080 କୋଟି। ତେବେ ଗତ ଆର୍ଥିକ ବର୍ଷର ପ୍ରଥମ 3 ମାସର ରାଜସ୍ୱ ଠାରୁ ଏହା ଅଧିକ ରହିଛି। ଗତ ବର୍ଷ ଏହି ସମୟରେ ଆଦାୟ ହୋଇଥିଲା 1001 କୋଟି। କମିନି, ଗଲା ବର୍ଷ ଅପେକ୍ଷା ଆମେ ଏ ବର୍ଷ ଅଧିକା ଆଣିଛୁ। ଗଲା ବର୍ଷ 1000 ଏଇ ଜୁନ୍ ଶେଷ ସୁଦ୍ଧା 1000 କୋଟି ପ୍ରାୟ 1000 କୋଟି ହେଇଥିଲା, ଏ ବର୍ଷ 1080 କୋଟି ଟଙ୍କା ହେଲାଣି। ଆସନ୍ତାକାଲି ଆଲୋଚନା ହେବାକୁ ଥିବା 8ଟି ଖଣି ଭିତରୁ କେବଳ ଟାଟା ଷ୍ଟିଲର କ୍ୟାପ୍ଟିଭ୍ ଖଣି ଅଛି। ଆଉ 2ଟି ଖଣି କ୍ୟାପ୍ଟିଭ୍ ପାଇଁ ଆବେଦନ କରିଛନ୍ତି। ସଂଶୋଧିତ MMDR ଆକ୍ଟ ଅନୁସାରେ କ୍ୟାପ୍ଟିଭ୍ ଖଣିଗୁଡ଼ିକର ଲିଜ୍ ଅବଧି 31 ମାର୍ଚ୍ଚ 2030 ଏବଂ ନନ୍ କ୍ୟାପ୍ଟିଭ୍ ଖଣିର ଲିଜ୍ ଅବଧି 31 ମାର୍ଚ୍ଚ 2020 ଯାଏଁ ବୃଦ୍ଧି କରାଯିବ। ଭୁବନେଶ୍ୱରରୁ କ୍ୟାମେରାମ୍ୟାନ୍ ଅଯୋଧ୍ୟାଙ୍କ ସହ ଶାନ୍ତିଭୂଷଣ ମିଶ୍ର, OTV।